ଆଜି ଯାଏଁ ଯାହା କେବେ ହୋଇନଥିଲା ତାହା ଏବେ ହୋଇଗଲା। ଯାହା କିଏ କେବେ କରିନଥିଲେ ତାହା କରିଦେଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 22 ପାହାଚରୁ ଦେଲେ ଫଟୋ ପାଇଁ ପୋଜ୍। ପାଖରେ ପରିବାର ଆଉ ଥାଟ ବାଟ ପାତ୍ର ପାରିଷଦ କଟୁଆଳ ପଣ୍ଡା ପଡ଼ିଆରୀଙ୍କ ଗହଣରେ ସରୁ ନମସ୍କାର ସହିତ ମୁଚୁକୁନ୍ଦିଆ ହସ ମାରି ଉଠାଇଲେ ଫଟୋ। 22 ପାହାଚରେ ଫଟୋ ଉଠାଇବାଟା ଅଧିକୃତ ନା ଅନଧିକୃତ ନା ମୁଖ୍ୟମନ୍ତ୍ରୀ ବୋଲି ମାପ୍? 22 ପାହାଚରେ ଫଟୋ ଉଠାଇ ନିୟମ ଭାଙ୍ଗି ନାହାନ୍ତି କି ମୁଖ୍ୟମନ୍ତ୍ରୀ? ଦର୍ଶକ ବନ୍ଧୁ, ଏ ଫଟୋଟିକୁ ଦେଖିଲେ ଯାହା ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀଙ୍କ ଫଟୋଟି ଯିଏ ଉଠାଇଛି ସିଏ ପତିତ ପାବନଙ୍କ ଆସ୍ଥାନ ଆଗକୁ ଯାଇ ଉଠାଇଛି। ତେବେ ପ୍ରଶ୍ନ ଉଠୁଛି, ସିଂହଦ୍ୱାରର ଗୁମୁଟ ଭିତରେ ଥିବା ପତିତ ପାବନଙ୍କ ଆସ୍ଥାନ ଭିତରକୁ କ୍ୟାମେରା ନେଇ ଯିବା ଲାଗି କିଏ ଅନୁମତି ଦେଲା କ୍ୟାମେରାମ୍ୟାନଙ୍କୁ? ପ୍ରଶ୍ନ ଉଠୁଛି, ଏ ଫଟୋ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ କ୍ୟାମେରାମ୍ୟାନ ଉଠାଇଛନ୍ତି ନା ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଶ୍ରୀମନ୍ଦିର ପ୍ରଶାସନର ଏ ଯୋଗାଡ଼, ନା ଜିଲ୍ଲା ପ୍ରଶାସନର ରାଜପ୍ରସନ୍ନ ପାଇଁ ଏ କାର୍ଯ୍ୟ? କିଏ ଦେବ ଉତ୍ତର?